ଲଗେଇ ମୁଁ ଦେହ ମାନେ ମୁଁ ଗଛ ହଲୁଛୁ ନା ସେ ଲାଇଟ୍ ନୁହେଁ ନା ଗଛ ହଲୁଛୁ ନା ସେ ଗଛ ଏଇଠି ସେତେବେଳେ ଲୋକ ଏଇଠି ଦିଟା ମରି ସାରିଲେଣି। ଏଠି ଏଇ ଘରେ ଦିଟା ଲୋକ ମରି ସାରିଲେଣି ସେତେବେଳେ। नमस्कार दर्शक बंधु, नमस्कार। एसीएस ब्लॉक को आपको स्वागत जनाऊँगी। आम आज आसी पहुँचीचु गोटे हंटेड घर। बहु वर्ष है जन लोक से घर टाक करदे छाड़ी पलि कहीं छाड़ी पलैला ना आमको ये लोक कहले से घरटा से मालिक रही पारानी कौन भूत प्रेत अच्छे बोली कहला जड़े से कहवा जो आज आसी पहुँचु। आसतु देखिए कौन अच्छे कौन ना चल देखिपाल अलग देखी यार मैंने फास्ट नहीं तीन टा ये गला लोक मैंने कहवा अनुसार लोक कहते ना से मऊसा जन कही से साईर मऊसा जन कही सी दीपर भी ये देखी तापर है दिने राति 11टा बेले सी परिश्रा उठते परिश्रा उठिक आइला जस्ट एपटू आसते भी सी बुलापाई गरम सीजन आसते सी देखी ये ब्रिजटा अच्छी गोटे पाखे गोटे से ब्रिज लास्ट मुंडे सी देखते गोटे माने लेडीजटा धड़ा शाढ़ी पिंधिकी माने चलिकी जस्ट उठुचु ब्रिज माने से तलू ऊपर को उठुचु बुझे आज जे घर आसी से आमको बार बार कहते से घर को जीवे आ लोक भी तो ये कहीं रोना आज घर देखापी आसला पकड़े घरटा प्रथम आम स्टार्टिंग पशिलु सडनली माने आम देव वीडियोटा एपटू सेपट को लेकिन जाऊँ घर को देखते सडनली गोटे ये मैंने लगला जमी गच गोटे हल्लिकी जन कि गोटे बसी जिन खसी पड़े ना सेमती जिन गोटे खसी पड़ा। आस भितर देखा कौन हो भितर देखा पूरा घरटा पूरा कहीं भी रोना सारा घास का उठीगलानी पाखापी कहते जमी 10-12 वर्ष खंडे लोक कहीं रोना पूरा घर देख पूरा मत तो गोटे लगे से कटू गोटे किसी गोटे गला आरपटू मुझे देखुदी सेपटू एपटू गला मत गोटे लगे से कटू सडन मो लाइटा देखते मत लगला से कटू जमी गोटे अंधार गोटे जमी अनाती ना गोटे अच्छी दुआर हाँ बाहर पड़े देखुँ सेपटे मुझे कहती घरटा 10-12 वर्ष हम पूरा बंद पड़ी एपटू मुहटा पूरा अच्छी आरपटू गोटे बाट अच्छी से बाट पाखर मुझे देखी देखिए कौन हो यहाँ रोषे घर थी बोधे बेसिनटा बंधु मैंने कि जमा कर 8-10 वर्ष कि 12 वर्ष खंडे घर पूरा बंद करती ना ଯଦି ସେ କହୁଥିଲା ଯେ ଛୁଆଟା କହୁଥିଲା 20 ବର୍ଷ ହେଇଯିବ 10-12 ବର୍ଷ
ରୁମ୍ଟା ଗୋଟେ ସେ ରୁମ୍ଟା ଗୋଟେ ପଶିଲା ଗୋଟେ କେମିତି ଗୋଟେ ଇଏ କଲା ବୁଝିଲ ନା ଯେମିତି ଲାଗୁଛି ସେ ଉପରେ ଯେ କାଠ ଗୁଡ଼ା ନାହିଁ ନା ସେ କାଠ ଗୁଡ଼ା ଖସି ପଡ଼ିବ ଉପରେ ସେପଟ ରୁମ୍ଟା ବେଶୀ ଲାଗୁଛି ଏ ରୁମ୍ଟା ଦେଖ ରୁହ ଗୋଟେ ମେଘ ଅଛି ନା ସେ ରୁମ୍ରେ ଅଧିକା ଅଛି ମୋତେ ଲାଗୁଛି ଖସି ପଡ଼ିବ ଏଇ ମାନେ ସଡନ୍ଲି ଆସୁଛୁ ଯାଉଛି ଆସୁଛୁ ଯାଉଛି ପାଣି ସଡନ୍ଲି 5ଟା ଲାଇଟ୍ ଜଳୁଛୁ ଯାଉଛୁ ଅମୃତଭଣ୍ଡା ଗଛ କି ଗଛ ଏଇଟା ନା ସେଇଠି ଗୋଟେ ବସିଥିଲା ହେଇକି ବସି କିଏ କିଛି ଗୋଟେ ବସିଲା ଦେଖାଉଛି ସତ ନାହିଁ ଏକୁ ମୋତେ ତ ପ୍ରଥମେ ସେ ମୂଳର ହଁ 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 ପୁରା ହେଇ ହଁ ବାଁ ପଟରେ ନା ହଁ ବାଁ ପଟରେ ହଁ ମୋଟା ଗଛ ଏତେ ମୋଟା ହବ ନା ସେ ଠିକ୍ ଏତେ ମୋଟା ହବନି ସେ ଠିକ୍ କହୁଥିଲା ତା ବୋଉ ଡରି ହେଇଛି ଆଉ ସେ କାଟି ତୋଡ଼ାଇ ନେଇଗଲେଣି କେହି ମୋ ଦେହ ମାନେ ମୋ ଗଛ ହଲୁଛୁ ନା ସେ ଲାଇଟ୍ ନୁହେଁ ନା ଗଛ ହଲୁଛୁ ନା ସେ ଗଛ ଗଛ ଏଇଠି ଲାଇଟ୍ଟା ଦେବ ଏଇଠି ଦେଖ ଏଇ ଗଛଟା ଦେଖ ହଲୁଛୁ ହେଇ ମୁଁ ସଡନ୍ଲି ଦେଖିଛି ସେଇ ଲାଇଟ୍ରୁ ମୋ ରୁମ୍ ଛିଡ଼ା ହେଇଯାଉଛୁ ସଡନ୍ଲି ଗୋଟେ ଛାଇ ଗୋଟେ ବାହାରିଗଲା ପୁରା ସଡନ୍ଲି ମୁଁ ଇଆଡ଼କୁ ଅନେଇକି ଏପଟେ ଅନେଇ ସଡନ୍ଲି ସେ ଗଳିର ସେଇ ଗଳିରୁ ପୁରା ଖାଲି ମୁଁ ତା ଏତିକି ଫେସ୍ ଦେଖିଛି ପୁରା ମୋ ମୁଁ କେମିତି ଛିଡ଼ା ହେଇଯାଇଛି ଏବେ ଦେଖ ଆଉ ସେ ଗଛ କିଏ ଖଟ ପୂଜା ହେଲା ଆବାଜ ଆଉ ପାଟି ଟିକେ କମ୍ କର ଆବାଜ କମ୍ କଲେ ଆମେ ଜାଣିପାରିବା କେଉଁଠି କିସ ମାନେ ଆବାଜଟା ଆସୁଛି ହେଲା ଲୋକ ମୁଁ ଦେଖିନି ଲାଇଟ୍ର ସେ ପୁରା ସେଠି ପଡ଼ିବ ଗଛଟା ହଲୁଛୁ କି କଣ କଲି ଏପଟର ଏପଟରେ ହଁ ଫଟୋ ଝରକା ସେଠି ଗୁଣ ଅଛି ଏଠି ଗୁଣ ଅଛି ତମେ କହିଦେଲେ ସେଠି ପୁରା ବଦମାସ କେତେ ବଦମାସ ନା ପୁରା ଅଟୋମେଟିକ୍ ଆସୁନି ବହୁତ ଏପଟକୁ ଆମେ ଖାଲି ଏପଟକୁ ଏକର ସେକର ଏପଟ ସେପଟ ଖଡ଼ ଖାଡ଼ ଧଡ଼ ଧାଡ଼ ଚଲିଛି ସେଇ ଘର ହେଲା ସେଇ ଘର ହଁ ସେ ଘର ଚାଲନ୍ତୁ ଦେଖିବା ମୋତେ ତ ଦେଖିଲାକୁ ଡର ମାରୁଛି ଏ ରୁହ ଗୁଡ଼ା ରହିଛି ସେପଟେ ଟିକେ ଝଣଝଣ ଆବାଜ ହେଲା ତମେ ଦେଖିପାରିଲୁନି ହଁ ଝଣଝଣ କେତେ ଜୋର ଆବାଜ ହେଲା ସଡନ୍ଲି ଜୋରେ ଝଣଝଣ ଆବାଜ ହେଲା ଟିଏଲ ମାରିଲା ଟିଏଲ ମାରିଲା ହେଲା ଟିଏଲ ଗୋଟେ ଝଟା ଯେମିତି ମାରିକି ଚାଲିଯାଏ ନା ଝଣଝଣ ପୁରା ସେରକା ଆବାଜ ହେଲା ଟିଏଲ ତ ସେରକ ଅଛି ଦେଖ ଟିଏଲ କିଛି ପୁରା ଆବାଜ ହେଲା ଝଞ୍ଝ ଝଞ୍ଝ ସଟ୍ କିନା ତମେ କହିଲ ନା ଏଇ ଘର ଭିତରେ ଆବାଜଟା ହେଲା ଏଇ ଘର ଯେତେବେଳେ ଆମେ ଏପଟେ ବସିଲେ ଏପଟରୁ ଆବାଜ ହେଲା ଏଠି ସଡନ୍ଲି ଆମେ ସବୁ ଆମର କିଛି ସବୁ ଧ୍ୟାନ ରହିଲା ସେ ରୁମ୍ ଭିତରେ ଏପଟରେ ଝଞ୍ଝଣା ଆବାଜ ସେଥିପାଇଁ କହିଲେ ଆମର ଟିକେ ଆବାଜ କମ୍ କର ଆମେ ଆବାଜ ଗୁଡ଼ା ଶୁଣିପାରିବା ଜୋର କଥା କହିଦେଲେ ଜୋର କଥା ହେଲେ ଠିକ୍ ଅଛି କିନ୍ତୁ ଆମର ଯେ ମାନେ ଯେମିତି ଯେ ଜାଗାକୁ ଆମେ ଯାଉଛେ ବଡ଼ ଜୋର ଗେଟି ଫେଟି ଗୁଡ଼ା ଆମେ ଧୋରଦାର ଆବାଜ ଆମେ ସାଇଡ଼ ଆବାଜ ଗୁଡ଼ା ଟୋଟାଲି ଶୁଣିପାରୁନି এই আବାজটা সিনা ମୁଁ ସେଠି ଧୀରିକି ମୁଁ ବସୁଥିଲି କିନ୍ତୁ ଆବାଜଟା ଶୁଣି এই ଲାଇଟ୍ ଲିଭେଇକି ରହିଯାଉନି 10 ମିନିଟ୍ ବୁଝିବାନି ହଁ ଆମେ ଇଏ କିସ କର ଦେବ ସେ ଲାଇଟ୍ଟା ଇଏ ହେଇଥାଉ ଖାଲି ଫ୍ଲାସ୍ଟା ନହେଲେ ଅନ୍ ହେଇଥାଉ ହଁ ଫ୍ଲାସ୍ଟା ଅନ୍ ଥାଉ ବୁଝିଲ ନା ଆଉ ସବୁ ଗୋଟେ ଜାଗା କରିବ ହେଲା ଏଠିକି ଏଇ ଫାଙ୍କାକୁ ପଳେଇ ଆସ ତ ସେ ଆବାଜ ତ ଶୁଣିଆ এইটা গছ রয়েছে
ପବନ ଫବନ ନେଇ ତାକୁ ଅନ୍ୟ ଗଛ ହଲୁନି ପବନ ସିନା ଆମକୁ ଲାଗୁଛି କିନ୍ତୁ ଏତେ ଜୋରରେ ରହୁନି ହଁ ହାଲକା ହାଲକା କିନ୍ତୁ ଏତେ ନୁହେଁ ହେଲା ସେଇଠି ଫାଟ ଫାଟକିନା ଆବାଜ ହେଲା ହଁ ତାପରେ ଏଠି ଦେଖିଆ ଯାଇଥିଲେ তুমি ଇଆଡେ ଦେଖୁଛ ହଁ ଆବାଜ ସେ ଜୁମ୍ର ଆବାଜ ହେଲା ସେ ସେଇ ରୁମ୍ରୁ ରୁମ୍ରୁ ଖାଇଲେ ପଶିଲେ, ଏଠି ଏ ରୁମ୍ରୁ। ଖଟକିନା ଆବାଜ ହେଲା ଆମେ ସେପଟରୁ ସେପଟୁ ଗଲେ ତମେ ଯୋଉ କହିଲେ ଗଛଟା ହେଲା ସେଠି ଗଲେ ସେଠି ହେଲା ଏଠି ଏଠୁ ରୁମକୁ ଗଲା ବେଳକୁ ବାହାରେ ଯାହା କହିବା ଟିଅଲ କଥା, ଭାଇ ଯାହା କହୁଛନ୍ତି ଯେ ଗୋଟେ ଟାଇମ୍ କିଛି ହେଇନି ତାର ଟାଇମ୍ ଯେ କୁହନ୍ତି ଏଇଠି ଯେ ଗୋଟେଟା ଟାଇମ୍ ହେଇନି ଏ ଯେ କୁହନ୍ତି ନା ସେ 12ଟା ବେଳେ ବାହାରିକି ଯାଇଥିବ ଫେରିବ ଫେରିନା ଆମ ଗାଣ୍ଡିଟା ନ ଫଟଉ ଏଇଟା ଚିନ୍ତା କରିଥିବ କିଛି ସେ ଜିନିଷ କରିପାରିବେନି କିଛି କରିପାରିବେନି ଗାଣ୍ଡିଟା ଫଟେଇ ଦେଇପାରେ ଆମର କିଛି ତ କରିପାରିବନି କିଛି ନହେଲେ ମାର ପଡିବ ହଁ ସେଇଟା ତ ଏଇ ଗୋଟେ ଜିନିଷ ଜିନିଷ କରିପାରିବ, କରିବ ଆଘାତ ସେ ହେଇଯିବ। ସମସ୍ତେ ପୁରା ରହିଥା ପୁରା ତେଜରେ ଯେମିତି ମାନେ ଆଘାତ ମାନେ କିଛି ଡରିବନି କରିପାରିବ ନହେଲେ ସେ ନାହିଁ ଯଦି ଯାଇଥିବ ବାହାରକୁ ଫେରିବ ସିଏ ଏବେ ବାହାର ବାହାର ସେ ଜାଣି ସାରିଲାଣି ତା ଜାଗା ଆସିଯାଇଛି ହଁ କିଏ ପୁରା କମ୍ ପର ସିଏ ଜାଣି ସାରିଲାଣି ଯେ ତା ଜାଗାରେ ଏମାନେ ଆସିକି ଉଠେଇଲେଣି ଫଟୋ ସେ ଆସିଗଲେଣି ଏଠି ମୋ ଜାଗାକୁ ଇଏ କରୁଛନ୍ତି ଆଉ ଏଠି ଘରଟା ତମେ ଦେଖୁନ ଏଠି 20 ବର୍ଷ ମୁଁ ତ କହୁଛି ନା 10 ବର୍ଷ 12 ବର୍ଷ ଟିକେ ଫାଷ୍ଟଟା ବନ୍ଦ କରିଦେଲି ଫାଷ୍ଟଟା ଟିକେ କିଏ ହଁ କିଏ ଅଛି କି ମୋତେ ତ ଲାଗିଲା ଯେମିତି ଗୋଟେ ଏଇ କାନ୍ଥରେ ଜଣେ ହାତ ଦେଲା ରେକ କି ବୁଝିଲ ନା ଏଇ ଯେ ସେକେଣ୍ଡ ଘରୁ ମାନେ କାନ୍ଥର ଯେମିତି ହାତ ଏମିତି ଜଷ୍ଟ ଟିକେ ଦିଅନ୍ତିନି ନା ହଉ ସଡନଲି ଏମିତି ଟାଣି ନିଅନ୍ତି ଭିତରୁ ବାସ୍, ବାସ୍, ପୁରା ଏଇ କାନ୍ଥରୁ ପୁରା ମୋତେ ଲାଗିଲା ମାନେ ଆମେ ଜଷ୍ଟ ଆଇଲା ଏ କେବେ ଏଇଠି ଏଇଠି ଏବେ ଏଇ କୁଣ ପାଖରେ ଯେମିତି ଜଣେ ଏବେ ଲାଗିଲା ସଡନଲି ବେଶୀ ଏଇଠି ଥିବେ ସେ ଜାଣି ସାରିଲାନି ଆମେ ଯାହା ଆସିଗଲେ ସେ ଜାଣି ସାରିଛି ପୁରା ଟୋଟାଲି ଯେ ଆମେ ତା ଜାଗାରେ ଆସିଛେ ଏ ଗୋଟେ ହଁ? ଦିଟା ଗୋଟେ ଜଳୁଛୁ ଆଉ ଗୋଟେ ଦବଦବ ଦବଦବ ହେଇଯାଉଛି ହଉଛି। ତାମାନେ ସେ ଏଇଠି ଅଛି ଏଇଠି ଅଛି ମାନେ ସେ ଏଇଠି ସେ ଜାଣି ସାରିଲାନି ଯେ ଆମେ ତା ସେ ଆଉ ଜାଗା ଆସିଛେ ପାଖକୁ ଆସୁନି ପାଖକୁ ଆସୁନି ସେଥିରେ ଗଛ ଯେଉଁ ହଲେଇଲା ସେମାନେ ଯେଉଁ ଆସିଲେ ସେଟା ପ୍ରଥମ ବଢ଼ିଆ ହଲେଇଗଲା ହଁ ଯିବା କାରଣ ସେ କରୁଛି ଏଇପଟକୁ ଏଇପଟକୁ କିଛି ଆବାଜ ହେଲାଣି ଗୋଟେ ଖଟକିନା ଏଇପଟକୁ ଏଇପଟକୁ ସିଆଡେ ପଳେଇଗଲାଣି ଇଆଡେ ଖସର ଖସର ସେ ଭିତରକୁ ଏଇପଟେ ଆବାଜ ହେଲା ଗୋଟେ ଖଟକିନା ଏଇ ପ୍ୟାର ପଡ଼ ଗଲା ଦେଖ আর মার টুচ মার টুচ মার হবে টুচ মার ଟର୍ଚ୍ଚ ମାରିନି ଯାଇକି ନା ଏଇ ତ ହାଜିଗଲା ବାହାରିଗଲାନି ମୋତେ ତ ଲାଗିଲା ଏଇଠି ବସିଥିଲା ନା କିଛି ଏଇ ଗଛ ମୂଳର ହଁ ନା ଏଇ ଗଛ ମୂଳରୁ ଲାଗିଲା ମୋତେ ବସିଥିଲା ନା ହିସାବ କିସ ଗଛ? ଟର୍ଚ୍ଚ ମାରିଲି ଏଇ ସୁନ୍ଦର ଗଛ କିସ ଗଛଟା ଗୋଟେ ଥିଲା ଏଇଠି ମୋତେ ଲାଗିଲା ପୁରା ଅନ୍ଧାର ସବୁଆଡ଼େ ମାରିଲି ଏଇଠି ପୁରା ଅନ୍ଧାର ବସିଥିଲା ଏଇ ଫାଙ୍କାର ଦେରକ ବସିକି ଅନେଇଛି ଆମକୁ ଗୋଟେ ଅଛନ୍ତି ନା 2-3ଟା ଖଣ୍ଡେ ଅଛନ୍ତି ଲୋକ ମୋ ମୁହଁରୁ କିଛି ମାନେ କିଛି ବାହାରିଯିବ ମାନେ ସେ ଯାହା ପୋକ ରହିଛୁ ବୁଝିଲ ନା ଏକର ସେକର ଡିଆ ମାରୁଛି ହେଲେ ଏକର ସେକର ନୁହେଁ ଗୋଟେ ନୁହେଁ ଏଠି ଅଧିକା ଅଛନ୍ତି ତମେ ସେପଟେ ଦେଖିଲାକୁ ଏଠି ମୁଁ ଅନେଇଲାକୁ ଗଛ ମୂଳ ଦେଖିକି ବସିଛି ଧୀରକି ଯାକ ଧାଡୁଆ ମାଙ୍କଡା କେମିତି କନା ଏରକ ଅନେଇଛି ପୁରା ଦିକ୍ତ ମୁଁ ଏଇଠି ଅନେଇକି ତମେ ଯେତେବେଳେ କହିଲ ମୁଁ ଟର୍ଚ୍ଚ ମାରିକି ମୁଁ ଏପଟକୁ ଅନେଇଲାକୁ ବସି ମାନେ ଯେମିତି ଏଠି ଲାଇଟ୍ ପଲାକୁ ଏଠି ମାନେ ଯାକ ଦୌଡ଼ିକି ସଡନଲି ଆସିକି ବସିଯିବ ମାନେ ସେଇଠିକୁ ବସିଗଲେ ବୋଧେ ଲାଗୁଛି ଏଠିକୁ ଅଧିକା ଅଛନ୍ତି ଗୋଟେ ନୁହେଁ ଜଣେ ନୁହେଁ ଏ ଜଣଙ୍କର କାମ ନୁହେଁ ଆବାଜ କଲାନି ଆଉ ଆବାଜ ନୁହେଁ ସେ ମୁଁ କହିଲି ନା ସେ ଏପଟରୁ ଘର ଭିତରୁ ଯାଇଥିଲେ ସେ ବଣ ପାଖକୁ ସେଠି ଝାଡୁଆ ମାଙ୍କଡ ଯେମିତି ବସନ୍ତି ପୁରା ଦିଟା ସେଇଠିକୁ ବସିଛି ମୂଳର ହଉ ସେପଟକୁ ଚାଲୁ ଦେଖିଆ ସେପଟେ କ'ଣ ହେଉଛି ତା ପଛପଟୁ ଚାଲ ନା ପଛପଟକୁ ଟିକେ ଚାଲ ପଛପଟୁ ଯିବା ହଁ ହଁ ବେଲ ଗଛ ସେପଟେ ଗୋଟେ କ'ଣ ବେଲ ଗଛ ଆଉ କ'ଣ ଗଛ ଅଛି ଅଛି ଲାଇଟ୍ ମାରିକ ଲାଇଟ୍ଟା ମାରିଥାଉ ଏଇଠି ଗୋଟେ ନଜର ଦେଖିପାରିଲନି ଏଇଠି ଗୋଟେ ଛିଡ଼ା ହେଇଥିଲା ଗୋଟେ ଗଲାର ଲାଗିଲା ଏଇ ଭିତରକୁ ଏଇ ଜାଗାର ଆଚ୍ଛା
चलो 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 ଏଇଠି ସେତେବେଳେ ଯେଟା ମୁଁ ତୁମକୁ କହିଲିନି ନା ନା ଦେଖ ଗଛ ହଉନି ତାଙ୍କ ମାନେ ଏଇ ଘରଟା ତାଙ୍କର ଫାଙ୍କା ଅଛି ନା କିଛି କେହି ରହୁନାହାନ୍ତି ନା ତାହେଲେ ମୁଁ ଠିକ୍ ଦେଖିଛି ସେତେବେଳେ ହେଲା କେହି ମୁଁ ଠିକ୍ ଦେଖିଛି ଏଇଠି ଯେ ମୁଁ କହିଲି ସଡନଲିରେ ପଶିଗଲା ଏଇ ଧଳା ଏ ଘରକୁ ପଶିଗଲା ଏବେ କବାଟ ଖୋଲା ଅଛି ଏ ଘର କେହି ରହୁନାହାନ୍ତି ଖାଲି ନାଁକୁ ଲାଇଟ୍ଟା ଜଳୁଛି ଭାଇ ତାଙ୍କର କବାଟ ଏଠିକି ନାହିଁ ଏଇଟା କେହି ଗ୍ରିଲ୍ ଫ୍ରିଲ୍ ମାନେ କେହି ରହୁନାହାନ୍ତି କବାଟ ଫାଙ୍କା ହେଇଛି ତାଙ୍କ ଘର ପାଖରେ କେହି ରହୁନାହାନ୍ତି ଏଠି ପୁରା ଘର ଦେଖିଛି ସେଇଟା ତାହେଲେ ମୁଁ କହିନି ଯେ ଗଲା ଫାଙ୍କା ଅଛି ଆଉ ଘର ଯଦି କେହି ଲୋକ ନ ରହିବେ ଯେ କୁହନ୍ତି ଆଉ ପୁରା ତ ହେଇଯିବ ସେଇ ତାଙ୍କମାନଙ୍କ ପାଇଁ ରହିବା ଜାଗା ପୁରା ହେଇଯିବ ଆପଣ ବି ଜାଣିଛନ୍ତି ଏଠି ଚାଲିଲା ଏଇଟା ପୁରା ବାଡ଼ି ଦେଖା ଆଉ ଢାଇ ରହିଲା ସେଇଟା ଏଇ ଯେ ତମ ସୁବିଧା ନିଏ ନା ସେଠି ଯାଇଛି କିଛିଟା କିଛି ଅଛି ତ ନିହାତି ନିଶ୍ଚିତ ଅଛି ସୁନିଶ୍ଚିତ ଅଛି ପୁରା ଏ ଘର ଭିତରକୁ ପଶିଲା ବେଳକୁ ଏଠି ପୁରା ଡର ଲାଗୁଛି ଏଇଟା ଘରଟା ଦେଖନ୍ତୁ ପୁରା ଭଙ୍ଗା ହେଇଛି ଘରଟା ଦେଖନ୍ତୁ ପୁରା ଘର ତ ମଙ୍ଗା ହେଇଛି ଏଇ ଜିନିଷ ଗୁଡ଼ା ଘର ଫାଷ୍ଟ ଷ୍ଟାର୍ଟିଂରେ ମୁଁ ଯେତେବେଳେ ପଶିଲି ରୁମ୍ ଭିତରୁ ମୋତେ ଲାଗିଲା ଯେମିତି ଉପର ଗୁଡ଼ା ଯେ ରୁହ ଯାକ ଅଛି ଯେମିତି ତଳେ ଶୋଇଯିବ ପୁରା ମୁଁ ଡର ଧୀରେ ଧୀରେ ପଶିଲିନି ଏତେ ଜଲ୍ଦି ମୁଁ ତା ଭିତରେ କେର ଖୋଲୁଛୁ ଦେଖୁଛୁ ପାଖର ଅନ୍ୟ ଗଛ ନାହିଁ ଏତେ ଗାଡ଼ି ପଳେଇ ହଁ ସେ ପୁଳେ ହଉ କେତେ କାନ୍ଦ ଦେଖାଯାଉଛି ତାର ପୁରା ଦେଖ ଏଇ ଘର ଏଇ ଫାଙ୍କ ଦେଖ 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 ପୁରା ଦେଖ ପୁରା କାନ୍ଦ ଦେଖ ତାର ଦେଖାଉଛି ପୁରା ହେଇ ପୁରା ଦେଖିପାରୁଛ ଏଇ କୁଣଟାକୁ ପୁରା ମୋ ଲାଇଟ୍ଟା ପୁରା ଦେଇଠି ପଡ଼ିଛି ପୁରା ସେ ମୋବାଇଲରେ ତମେ ତ ମୋବାଇଲରେ ଆସିନଥିବ ନା ସେ ଏତେ ଥର ତ ଆମେ ଦେଖିଛେ ମୋବାଇଲରେ ହିଁ ଆସେନି ଭାଇ ଦେଖ ଯେତେ ଆମେ ଯାଉଛେ ଏଇ ଯିବେ ଗୁପ୍ କିନା ପୁରା ପୁରା ପାଇଖାନା ଘର ଚାଲ ଗୁପ୍ କିନା ପୁରା ବାଜା ଜୋର ଧରଦାର କର ଫୁଙ୍କି ହୋଇଛି ଫୁଙ୍କ୍ ଆଉ ଫୁଙ୍କ୍ ଅଛି କି ନାହିଁ ଆଉ ଫୁଙ୍କିନି ଏବେ ଧରି ମାର 3 ଥର ଫୁଙ୍କ ଏ ପାଣ୍ଟ ଏଇଠୁ ଅନେଇଛି ଏଇଠୁ ଅନେଇଛି ଏଇ କଡ଼ର ପୁରା ଆମେ ଲାଇଟ୍ ବନେଇଛୁ ଏଇଠୁ ଅନେଇଛି ପୁରା ଡୋରେ ତ ମୁଁ ସତରେ হবে হ্যাঁ হ্যাঁ ମୁଁ ସେଇଥିପାଇଁ ଲାଇଟ୍ଟା ବନ୍ଦ କରିଦେଲି ମୁଁ ଲାଇଟ୍ ସଡନ୍ଲି ଟିକେ ଇଆଡ଼କୁ ନେଲା ବେଳକୁ ଏଇଠି ଅନେଇଛି ହେଇ ଦେଖ ଫେର ଯାଇକି ସେ ଆସୁଛି ଆମେ ଦେଖିଲେ ଇଏ ଫେର ଯାଇକି ଫେର ଆସୁଛି ମୋତେ ଡର ମାରୁଛି ଏତେ ଦିନ ମାନେ ଏତେ ଦିନ ମୁଁ ଦେଖିଛି ସଡନ୍ଲି କେବେ ମୁହଁ ଦେଖିନି
ମୁଁ ହସିବି ନା ଇଏ କରି ମାନେ ମାନେ ମନକୁ ଲାଗୁଛି ସିନା ହସ ଭାଇ ସଡନଲି ଅନେଇଛି ତୁ ଅନେଇ ଦେବୁ ମାନେ ତମେ ଭାବୁଛ ମିଛ ସଡନଲି ଅନେଇଛି ଏରୁ ଆଖି ଦୁଇଟା ପୁରା କଳା ମଚ ମଚ ହାଲକା ମାନେ ତା ଫେସ୍ଟା ହାଲକା ଧଳା ପୁରା ଅନେଇଛି ଫିଲ୍ମରେ ଯେମିତି କଣ ମାନେ ମୁହଁର ପୁରା ଧୁବୁଲା ମାରି ଦେଇଥିବେ ଆଖି ଦୁଇଟା କଳା ଦେଖୁଥିବ ପୁରା ସେଇରକମ ବେଶୀ ବଡ଼ ମୁହଁ ନୁହେଁ ଏତିକି ବଡ଼ ନା ମୁଁ ସେଠି ଦେଖିନି କହିନି ଏଠିକି ଗୋଟେ ଛାଇରଙ୍କ ସେ ପଳେଇଥିଲେ ହେଲା ନାଚି ନାଚିକି ସେଟା ତ ମୁଁ ସେଇ ସେଠି ଦେଖିନି ତାପରେ ଏ ଘର ଦେଖିନି ତାପରେ ଆଗର ସେ ଗଛ ମୂଳ ଦେଖିନି ଯେତେବେଳେ ତୁ କହିଲୁ ଏଇଠି ବହିଛି ଧେଡ଼ୁଆ କଙ୍କର ମୁଁ ସେତେବେଳେ କିଛି ତମେ କହିଲ ନାହିଁ ହେଇ ସେପଟେ ଗଲା ଇଏ କରିବି ମୁଁ ସେପଟେ ଟର୍ଚ୍ଚ ମାରିଲା ସେ ଯେ ଟର୍ଚ୍ଚ ମାରିନି ସେତେବେଳେ ଦେଖିଲା ମାନେ କିଛି ଯେ ଟର୍ଚ୍ଚଟା ମାରିଲି ସେ ସଡନଲି ଆସିକି ସେଠି ବସିଲା ମୋତେ ଲାଗିଲା ମୁଁ ଆଉ ଆଉ ଟର୍ଚ୍ଚଟା ପକେଇଲି ଟର୍ଚ୍ଚ ପକେଇଲା ନା ମୋତେ ସେତେବେଳେ ଏଇଠି ଯେତେବେଳେ ଆମେ ଛିଡ଼ା ହେଇଥିଲେ ଜାଣିଛ ନା ମୁଁ ସେତେବେଳେ ହାତଟା ମୁଁ ଏକ ମଥାକୁ ନେଉଥାଏ ଏଇ ଯେ ଖୁଣ୍ଟିଟା ଅଛି ସେ ଖୁଣ୍ଟି ପାଖରେ ଲାଗୁଛି ମୁଁ ହାତ ନେଉଛି ଏରକ ବାଁ ହାତ ମଥାକୁ ନେଉଛି କୁଣ୍ଡେଇରେ କିନ୍ତୁ ମୋର ଡାହାଣ ହାତ ଉଠୁଛି ଡାହାଣ ଉଠୁଛି ମଥା ତାମାନେ ସେଠି ଲକ୍ଷ୍ୟ ଏତେ ମାନେ ମାନେ ମୁଁ ଦେଖୁଛୁ ମୋ ହାତ ଟାଇମ୍ କେତେଟା ଦେଖୁଛୁ ଟାଇମ୍ କେତେଟା ଦେଖୁଛୁ ନା 12:15 ସେଇଥିପାଇଁ 12ଟା ପୁରା ପରେ ପରେ ଦେଖିଲେ କିନ୍ତୁ ମୁଁ ସେଇଟା ଗୋଟେ ମୁଁ ଦେଖିନି ମୁଁ ଏଠି ଛିଡ଼ା ହେଇଥାଏ ମୁଁ ମାର କରୁଛି ମୁଁ ବାଁ ହାତ ମଥାରେ ନେଇ କୁଣ୍ଡଉଛି ମୋ ଡାହାଣ ହାତ ଗଛଟା ଅଧା ଗଛଟା ଏ ମା ଧଡ଼ିଛ ମାନେ ଧଡ଼ିଛି ତମେ ସତ କଥା କହନ୍ତି ହଣ୍ଟେଡ଼ ଘର ମୁଁ କେବେ ତ କରିନଥିଲି ହଣ୍ଟେଡ଼ ଘରଟା ଫାଷ୍ଟ ଆଉ ଭୀଷଣ ଭଲ ଲାଗୁଛି ୟା ପରେ ଆଉ ଗୋଟେ ଘର ଅଛି ପରା ସେ ଘର ଭିତରେ ପଶିନି ପଛରେ ତା ଟିକେ ତା ପଛରେ ତ ଟିକେ ଥିବ ନା ଆବାଜଟା ହେଲା ଭାଇ ପୁରା ଡାଇରେକ୍ଟ ତାଙ୍କୁ କହିଦିଅ ଭାଇ ଯିଏ ଅଛ ଭାଇ ଆମେ ଭିଡ଼ିଓ ସୁଟ୍ করতে আসছে ତାଙ୍କୁ କହିଦିଅ ଭାଇ ଭିଡ଼ିଓ ସୁଟ୍ করতে আসছে ଆମେ ତୁମ ଜାଗାରେ କିଛି ଅନିଷ୍ଟ করতে ଆସିନେ ଭାଇ ଆମେ ଭିଡ଼ିଓ ସୁଟ୍ করতে আসছে ଭିଡ଼ିଓ ସୁଟ୍ କରି ଆମେ ପଳେଇବୁ ଆମ ରାସ୍ତାରେ ये अच्छा तुम्हें था मैं वीडियो शूट करते আসছে আমি শুট করি আমার রাস্তাটা আমরা পড়েছি ସେ କୋଣ ପାଖକୁ ଚାଲନା ଯିବା ସବୁବେଳେ ସେଇ କୋଣ ପାଖକୁ ଟିକେ ଏଇ କୋଣକୁ ଏଇ ଫାଙ୍କା ଯାକ ସଡନଲି ତମେ ଯେତେବେଳେ ସେଇ ଦେଖିଥିଲେ ସେତେବେଳେ ଏପଟେ ବାହାରିଗଲା ସେତେବେଳେ ଏବେ ଯେମିତି ଦେଖ ନା ଏ ରାସ୍ତାଟାକୁ ଦେଖ ମାନେ ଲୋକ ତ କେହି ଯିବା ଆସିବା ନାହିଁ କିନ୍ତୁ ସଡନଲି କିଏ ଚାଲି ଯାଉଛୁ କିଏ ଆସୁଛୁ ସେଠି ବସି ଯାଉଛୁ ଆଉ ଦେଖିବା ପାଇଁ ନିଜ ମାନେ ଟମାଟୋ ଜରି ଦୋକାନ ବି ଚାରି ତାଙ୍କୁ ଭରସା କିଛି ମନ୍ଦାରେ ମୁଣ୍ଡ କାଟତେ ବାହାରକୁ ଡର ମାଡ଼େ अच्छा चाहा ସେଇ ସିଧା ତ ହଁ ବେଣା ବୁଦା ଏଇ ବେଣା ବୁଦା ହଁ ଦେଖାଉଛି ନା ହଁ 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 ସେ ଗୋଟେ କଳାରକ କେମିତି ଗୋଟେ ପୁରା ସେ ଯେ ତମେ କହୁଛ ଯେ ବାଙ୍ଗରା ରକ ହଁ ପୁରା ଛିଡ଼ା ହେଇଛି ଏଇ ଯେଉଁ ମାନେ ଶାଗୁଆନ ପତ୍ରଟା ବାହାରିଛି ସେଠି ହଁ ଦେବ ଏପଟେ କ୍ୟାମେରାଟା ଟିକେ ଦେଖେଇଲ ହଁ ହଁ ଦେଖିପାରିଲ ନା ଟିକେ ଦେଖାଉଛି ଦେଖାଉଛି ନା ଟିକେ ଟିକେ ସେଇ ଯେ ଶାଗୁଆନ ପତ୍ର ଗୋଟେ ଧଳା ରକ ଉଳିଛି ହଁ ସେ ପତ୍ରରେ ସିଧା ଦେଖ ପୁରା ଏଇ କଳାରକ ପୁରା କଳା ଦେଖ ସବୁଆଡ଼କୁ ଦେଖ ଏପଟେ ପଳେଇଲା ପଳେଇଲା ପଳେଇଗଲା ପୁରା
ପୁରା ଦେଖ ଏବେ ପୁରା ଦଉଲା ଦେଖ କିଛି ନାହିଁ ପୁରା ଯେମିତି ହେଇଗଲା ଗଲା 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 ହଁ 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 ହାରିଗଲା 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 ଦେଖ ସେ ସେ ଯେ ବୁଦା ଅଛି ସେ ବୁଦାକୁ ଯାଉଛି ଦେଖ ନା ସେ କଳା ବୁଦା ଅଛି ସେ ଏଟା ବୋଧେ ଇଏ ସେଠି କିସ ଗଛ ଚମା ଅଛି କଣ ଏଇ ବେଗୁନିଆ ଗଛ ନା ସେକଟର ଚେମାଟ ନାହିଁ କୁଆଡ଼େ ଗଲେ ହଉ ଚାଲ ପାଟି ମୋର କଥା ପୁରା ହେଇଗଲା ମୋ ପାଟିରେ ଖନିବାର এটা এବେকার কথা নয় ମୁଁ ଥରେ ଆବାଜ ପାଇଥିଲି ପାଉଁଜି ଆବାଜ ପାଇଥିଲି ଏ କୋଣ ଯେତେବେଳେ ବାଡ଼ ଘରେ ଆଇଥିଲା ଏଇ ଜାଗାରେ ପାଇଥିଲା ପାଇଥିଲା ତ ଅଛି ସେତେବେଳେ ଲୋକ ଏଇଠି ଦୁଇଟା ମରି ସାରିଲେଣି ଏଠି ଏଇ ଘରେ ଦୁଇଟା ଲୋକ ମରି ସାରିଲେଣି ସେତେବେଳେ କେମିତି ଜଣେ ସକାଟର ମରିଗଲା ଆଉ ଜଣେ କିଏ ଗୋଟେ ମରିଗଲା ସ୍ତ୍ରୀ ଲୋକଟା ଗୋଟେ ଆଉ ଏଇଟା ବୁଢ଼ାଟା ମରିଗଲା ହଁ ଏ ବୁଢ଼ାଟା ମରିଗଲା କାପଟାର ଆଉ ଗୋଟେ ସେ ତା ବୋଉ ନାହିଁ କିଛି ସେ ତା ଆଗରୁ ଶୁଣୁଛୁ ତମା ପୁରା ବୋଧେ ଗୁଦ କରି ପୁରା ଯେମିତି ଗୋଟେ ଇଟା କୁଟନ୍ତି ନା ପଛ ପୁରା ସେଇରେ ଫୁଟିଲା ପୁରା ସେ ପାଇଖାନା ଘର ସେତେବେଳେ ଆମେ ତା ଯାଇନେ ଟୋଟାଲି ସେ କଡ଼ୁକୁ କି ତା ପଛକୁ କି ଆମେ ଟୋଟାଲି ଯାଇନି ହଁ ଏତେ ଭୟ ଲାଗିଲା ତତେ ଯେତେବେଳେ କହିନି ଭାଇ ପାଇଖାନା କାଢ଼ କୁହନି ଏବେ ମୋ ମାଇଣ୍ଡଟା ପୁରା ଶୂନ ଅଛି ସେଇ ଜିନିଷଟା ଦେଖିକି ତମେ ଭାବୁଛ ସିନା ମତେ ଯେତେ ମୁଁ ତ ଡରିଏନି ହସ ଲାଗୁଛି ସିନା ମୋ ମାଇଣ୍ଡଟା ତମେ କହୁଛ ତମେ ଯେ ଡରିଗଲ ସେଠି ଦେଖିକି ମୁଁ ତ ଜିନିଷଟା ଦେଖିନେ ତ ତମେ ତ ଡରିବ ଯିଏ ସିଏ ଦେଖିବ ନା ସେ ଜିନିଷଟା ତମେ ଦେଖୁନ ମୁଁ ଅନେଇଛି ପୁରା କଳା ମୁହଁ କରିକି ପୁରା ଏଇରକୁ ଅନେଇଛି ମୁହଁ ଧଳା ଆଖି ଦିଟା କଳା ଆଉ ମୁଣ୍ଡ ଦେଖାଉନି କ୍ୟାମେରାମ୍ୟାନ୍ ଡରିଗଲା ଚମକିଲି ମୁଁ ସେଠି ପଛକୁ ପଳେଇ ସଡନଲି ମାନେ ଆଉ ମାନେ ହାତ ମତ ମାନେ ଇଏ ଲାଗିଲାନି ମତେ ମୋ ପାଟିରୁ ଆବାଜ ବାହାରିଲାନି ଆର ଯୋଉ ପିଲାଟା ତାହେଲେ ସିଏ ଡରିଗଲା ହଁ ଇଏ ତ ହଁ କହ୍ନେଇ ନାଗି ସଦା ନା ଚେମା ସିଏ ତ ନିଜେ କହିଲା ମୁଁ ଦେଖିଛି ସିଏ ନିଜେ କହିଲା ଏଇ ଘର ଅଛି ମୋ ସ୍ତ୍ରୀ ଏଇଠି ସବାର ହେଇଥିଲା ତାକୁ ସେଇ ଘର ଅଛି ବେଲା ଅଛି ମୋର କିନ୍ତୁ ବେଲା ଅଛି ମୋର ମୁଁ ତ କହି ନାହିଁ କିଏ ବସି ଦେଖ ସେଇଠି ତମେ ସେଠି ଯେତେବେଳେ ମୁଁ ତ ତୁମେ କୁହନି ଯେତେବେଳେ ଫାଷ୍ଟ ମନେ ଅଛି ନା ଯେତେବେଳେ ଆମେ ଫାଷ୍ଟ ବସିଲେ ସଡନଲି ଠପକିନା ଗୋଟେ ସାଉଣ୍ଡ ହେଲା ଆମେ ଚାଲିଗଲେ ସେ ରୁମ୍କୁ ଆମେ କହିଲେ ହଁ ସେପଟେ ଦେଖିତେ ଗଲାକୁ ଏ ରୁମ୍ରେ ଠପକିନା କିନ୍ତୁ ସେଇ ରୁମ୍କୁ ଯେ ରୁମ୍ଟାର ଠପକିନା ହେଲା ତା ଭିତରକୁ ପଶିଲାକୁ ଲାଗୁଛି ସେ ରୁହ ଗୁଡ଼ା କେତେ ଗଳି ପଡ଼ିଛି ଡର ମାଲ ମତେ ଡର ମାଲ ଲାଗିଛି ବେଳେବେଳେ ସିନ୍ ଗୋଟେ ଚାହିଁଦେନି ଆମେ ଗୋଟେ ଦେଖୁନ ଫିଲ୍ମର ଯେମିତି ହୁଏ ନା ଡର ମାରି ଯାଉ ପଶୁଥିବ ସଡନଲି ତମ ଉପରେ ପଡ଼ିବ ମୁଁ ସେଥିପାଇଁ ସେଇ ରୁମ୍ରେ ବାରମ୍ବାର ତମକୁ କହିଛି ସେ ରୁମ୍କୁ ପଶିବା ଦେଖିଛି କାହିଁକିନା ଅନ୍ୟ ରୁମ୍ରେ ଯେତିକି ନାହିଁ ତା ଭିତରେ ରୁହ ଗୋଟେ ଗୁଡ଼ାଏ ରୁହ ମାନେ ସବୁ ରସିକି ପୁରା ଅଛି ଯେ ପଡ଼ିବ ସେଇଠି ରହିଯିବ କିଛି ହେଇଯିବ କାହାର କିଛି କହିପାରିବ ମୋତେ ସବୁଠୁ ବେଶୀ ଡର ମାରିଲା ଅବଶ୍ୟ ସେଇ ଯେ ଚେମା କହିଲା କାରଣ ଏଇଠି ଗୋଟେ ଲୋକଟା ମରିଥିଲା ତା ସ୍ତ୍ରୀ ବି ମରିଥିଲା ସାପ କାମୁଡ଼ାର ସ୍ୱାମୀ ମରିଥିଲା ସ୍ତ୍ରୀ ମରିଥିଲା ଆଉ କି ଆଉ ଜଣେ ତାପରେ ସେ ଯେ କହିଲେ ନା ଭଡ଼ା ଜଣେ ରହିଥିଲା ସିଏ ବି ତାପରେ ମରିଲା ପରେ ସେମାନେ ଘର ଛାଡ଼ିକି ପଳେଇଲେ ହଁ ସେଇପଟୁ ତ ଘର ଫାଙ୍କା ଆଉ ସେଇପଟୁ ତ ଘର ଫାଙ୍କା ଆମେ ଆଜି ଚାଲିଯାଇଛି ତାପରେ ଗୋଟେ ଦେଖ ସେଇଠି ଆମେ ଯେତେବେଳେ ସବୁ ଆସିକି ବାହାରେ ଯେତେବେଳେ ଛିଡ଼ା ହେଇଥିଲେ ମୁଁ କହିଲି ନା ଟିକେ ସାଇଲେଣ୍ଟ ହେଇକି ଟିକେ ଛିଡ଼ା ହୁଅ ସଡନଲି ଆମେ ଯେତେବେଳେ ବାହାରୁଥିଲେ ସେତେବେଳେ ଯେ ହେଲା କିଛି କୁହନା ଆମର ଇଏଟା ଆମର ଟିୱେଲଟା ସଡନଲି ଯେ ଟିୱେଲଟା ଆବାଜ ହେଲା ଟିୱେଲଟା ଟିୱେଲର ଯେମିତି ମାନେ ଗୋଟେ ଛୋଟ ଝଟା ମଟ ପିଟି ଦିଅନ୍ତି ତାପରେ ସେଠି କିଛି ସମୟ ଗଲା ଆମେ ସେକଡ଼ ତ ଦେଖିଲେ ସେକଡ଼ ବୁଲି ଆସିଲା ବେଳକୁ ପାଇଖାନାର ଦୁମ୍ ମାନେ ଥରେ ହେଲା ତାପରେ ହିଁ ଆମେ ଦେଖିଲେ କିଛି ଆମେ ସେଠି କହିଲେ ଟିକେ ଲାଇଟ୍ ବନ୍ଦ କରିଦେବା ଦେଖିବା ଆଉ ଥରେ ଆବାଜ ହେଉଛି ସଡନଲି ତା ମୁହଁଟା ସେ ଦେଖିଲି ମୁହଁଟା ଦେଖିଲା ପରେ ପୁଣି କିନ୍ତୁ ମୋତେ ଭୟ ଲାଗିଲା ବେଶୀ ଆଜି ଯେ ଜାଗା ଆମେ ଯାଇଥିଲେ ଭିଡ଼ିଓରେ ତ ଦେଖିବେ କ'ଣ ହେଇଛି କ'ଣ ନାହିଁ ତ ଦେଖିବେ କିନ୍ତୁ ଆମେ ଜାଣିପାରିଲୁ ସେ ଜାଗାର ମାନେ ଏଣ୍ଟିଟି ତ ଅଛନ୍ତି ଆମେ ଜାଣିଛୁ କିନ୍ତୁ ଗୋଟେ ନୁହେଁ
ଏଠି ଗୋଟେ ନାହିଁ, 3 ଜଣ 3 ଜଣ ମାନେ 3 ଆଡ଼ୁ ତମେ ସେପଟେ ଦେଖିଲା ବେଳକୁ ମୁଁ ଏପଟେ ଦେଖୁଛୁ, ମୁଁ ଏପଟେ ଗୋଟେ 3 ଜଣ ଗୋଟେ ଜିନିଷ ଏପଟକୁ ଏପଟ ସେପଟ ସଡନ୍ଲି ହେଇପାରିବନି, ପୁରା ଏତେ ଜୋର ଲାଗିଲା। ମୋତେ ସବୁଠୁ ମାନେ ଆଶ୍ଚର୍ଯ୍ୟ କଥା ହେଲା, ଆମେ ସେ ଘର ଭିତରେ ଯେତେବେଳେ ଥାଏ ଖାଲି ସିନା ଆବାଜ କରୁଥାଏ, ଘରକୁ ଯେତେବେଳେ ଆମେ ବାହାରି ଆସି ସେ ଯେ ଅନେଇଲା, ସବୁଠୁ ଆଶ୍ଚର୍ଯ୍ୟ ସେଇଟା ଲାଗେ। ମାନେ ସେମାନେ ଆମେ କେତେ ଡିଷ୍ଟାନ୍ସରେ ଛିଡ଼ା ହେଇଥିଲେ ସେଇଟା, ଯଦି ଚାହିଁଥାନ୍ତା ଯଦି କି ଆମେ ଥାନ୍ତେ ଯେଉଁ କବାଟ ପାଖର ସଡନ୍ଲି ଘୁଷାରି ନେଇଥାନ୍ତା ଭିତରକୁ, ଆମେ କିଛି କରିପାରିନଥାନ୍ତା, କେହି କିଛି କରିପାରିନଥାନ୍ତା, ସେଇଟା ଯିଏ ଯାହାର ଡର ଦୌଡ଼ିକି ଯାଇଥାନ୍ତା, ଆମେ କେହି ଆମର ସେଇଥିପାଇଁ ମୁଁ କୁହେ ଦୌଡ଼ିବନି କେହି। ତୁମ ଭିତରୁ କିଏ ଜଣେ ଦୌଡ଼ିବ ନା ସାହସ ଭାଙ୍ଗିଯିବ, ସେଇଥିଲା କଥା। କେବେ ଦୌଡ଼ିବନି। ତମେ ପୁରା ଦୌଡ଼ିକି ହେଁ? ଡରିଗଲା ମୁଁ ସଡନ୍ଲି। ଦୌଡ଼ିବନି। ତୁ ଯେତେବେଳେ ମୁହଁଟା ଦେଖାଲା ମୁଁ ତ ଟର୍ଚ୍ଚ ମାରିଦେଇଛି ଆଉ କାହିଁ। ମୁଁ ତ ସଡନ୍ଲି ଦେଖିଛି, ମୁଁ ଏକାଥରେ 3 ପାଦ ପଛକୁ ଆସିଛି ଏକାଥରେ। ତୁ ମନେ ରଖିଥିବୁ, ତୁ ଦେଖିଥିବୁ ଯେଉଁ ଟର୍ଚ୍ଚଟା ମାରିଦେଲୁ ସରିଗଲା, ଆଉ ପାଇବୁନି। ମୁଁ ସେ ଟର୍ଚ୍ଚ ସେଇଥିପାଇଁ ତ ମାରିଲିନି। କାହିଁକି ସେଟା ଗୋଟେ ଛାଇ ଜିନିଷ ନା, ଛାଇ ଜିନିଷଟା ଚାଲିଯାଏ, ଏର କରିକି ଛାଇ ହଁ, ଜିନିଷଟା ସେ ଆହୁରି ଗୋଟେ ଚାହିଁଥିବ। କଥା ଭୁଲିବେନି, ସେ ଯେତେବେଳେ ଆମେ କହୁନଥିଲି ନା, ମୁଁ କହିଲି ହାତଟା ଏମିତି ଦେଇଛି ଧୀରେ ଧୀରେ ହାତ ଯାଉଛୁ ସେ କୁଣର, ମୁଁ ସଡନ୍ଲି କହିଲି ନା, ମୋ ଲାଇଟ୍ଟା ମାରତେ ଯାଉଥାଏ, ସଡନ୍ଲି ମୁଁ ତଳକୁ ଲାଇଟ୍ ମାରିଛି, ଉପରେ ନଜର ମାରିଲି, ମୁଁ ସେତେବେଳେ ଦେବ କହିଲି, ମୁଁ କହିଲି ତାକୁ ପକା ପକା ପକା। ସଡନ୍ଲି ଏମିତି ମାନେ ଯଦି କାନ୍ଥର ଏମିତି ହାତଟାକୁ ଏମିତି ଧୀରିକି ରଖିଛି, ଯେତେବେଳେ ମୁଁ କହିଲି ଦେବ କ୍ୟାମେରା ଟାଣି ଏଠି କହିଲି ଧୀରେ କରି ହାତଟା ନିଚେ ଦେଲା ଭିତରେ କିଏ ଘର, ସେଇ ଯେଉଁ ବଡ଼ ରୁମ୍ ଘର, ବଡ଼ ରୁମ୍ ଯେଟା ପ୍ରଥମେ ଢେଲା ମାରିଥିଲା। ହଉ ଦର୍ଶକ ବନ୍ଧୁ, ଆମର ତ କାମ ସରିଲା, ଏବେ ଆପଣଙ୍କ ଉପରେ ନିର୍ଭର। ଭିଡ଼ିଓକୁ ଆପଣ କେତେ ପସନ୍ଦ କରୁଛନ୍ତି, ଲାଇକ୍ ସବସ୍କ୍ରାଇବ୍ କରିବେ, କରନ୍ତୁ, ଆଉ କମେଣ୍ଟ ବି ଦିଅନ୍ତୁ କରନ୍ତୁ, କୋଉଠି କୋଉଠି ଯିବା। କୋଉଠି ଆଉ କ'ଣ ଜାଗା ସେମିତି ଅଛି, ଯେମିତି ଆଜି ଆମେ ହୋଟେଲ ଦେଖିଲେ, ଯଦି ଅଛି ତମ ଏରିଆରେ ଦେଖାନ୍ତୁ। ଜୟ ଜଗନ୍ନାଥ, ରହୁଛି, ନମସ୍କାର।